ପ୍ରାୟତଃ ଏ ବର୍ଷର ପ୍ରଥମ ବନକ ନାଗି ଆଜି କୁହାଯାଉଛି। ଏହି ବନକ ନାଗିରେ ଦ୍ୱିତୀୟ ଭୋଗ ମଣ୍ଡପ ସରିଲା ପରେ ବନକ ନାଗି କାର୍ଯ୍ୟକ୍ରମ ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବାୟତଙ୍କ ଜରିଆରେ ସେ କାର୍ଯ୍ୟକ୍ରମ ଆରମ୍ଭ କରାଯାଏ। ପ୍ରାୟତଃ 4 ଘଣ୍ଟାଠୁ 5 ଘଣ୍ଟା ଭିତରେ ସମୟ ଲାଗିବ, ବନ୍ଦ ହେବ। ସେହି ସମୟ ପର୍ଯ୍ୟନ୍ତ ମନ୍ଦିର ଭିତରେ ଜଗନ୍ନାଥଙ୍କ ଦର୍ଶନ ବ୍ୟତୀତ ଅନ୍ୟାନ୍ୟ ମନ୍ଦିର ଖୋଲା ରହିବ। ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି କୌଣସି। ଯାହା ବି ହେଲେ ମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ସରିଲା ପରେ ଯେତେବେଳେ ବନକ ନାଗି ନୀତି ହେବ, ବନକ ନାଗି ନୀତି ସରିଲା ପରେ ସନ୍ଧ୍ୟା ଆଳତୀ, ମାଘ ସ୍ନାନ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ଇଏ 3-4 ଘଣ୍ଟାର କାର୍ଯ୍ୟ। ବନକ ନାଗି ସରିଲା ପରେ 3-4 घंटा ପରେ ମନ୍ଦିର ଖୋଲା ରହିବ। ପ୍ରାୟତଃ 12ଟା ପରେ ରହିବ, ଖୋଲା ରହିବ। हम लोग कलकत्ता से हैं। हाँ, कलकत्ता से। दर्शन कैसे हुआ? बहुत अच्छा हुआ, हाँ? बहुत अच्छा हुआ। प्रभु का आज दुर्लभ दर्शन पाकर हम लोग धन्य हो गए हैं। प्रभु की अनुकंपा अभी ना सारे सनातनी पर बने रहे। हमारे हिंदू धर्म की जय हो, सनातन धर्म की जय हो।